ଫଟାମୁଣ୍ଡା ଗ୍ରାମ ପାଖରେ ରେଳ ଲାଇନରେ ପଡ଼ିଛି ମୃତଦେହ। ହତ୍ୟା ନା ଆତ୍ମହତ୍ୟା? ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ଥାନା ଫଟାମୁଣ୍ଡା ଗାଁ ପାଖରେ ରେଳ ଧାରଣାରେ ପଡ଼ିଛି ମୃତଦେହ। ସୂଚନା ମୁତାବକ ଡୁଙ୍ଗରିପାଲି ଷ୍ଟେସନରୁ 4 କିଲୋମିଟର ଦୂରରୁ ଫଟାମୁଣ୍ଡା ଗ୍ରାମ ପାଖରେ ରେଳ ଧାରଣାରେ ଉଲଗ୍ନ ଅବସ୍ଥାରେ ଆଜି ସକାଳ 9ଟାରେ ଏକ ମୃତଦେହ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ମୃତଦେହର ଗୋଟିଏ ଗୋଡ଼ ଅନ୍ୟ ଟ୍ରାକ୍ରେ ପଡ଼ିଥିବା ବେଳେ ଗୋଟିଏ ଗୋଡ଼ ଆଉ ଅନ୍ୟ ସ୍ଥାନରେ ପଡ଼ିଥିଲା। ମୃତକଙ୍କର ମଳଦ୍ୱାରରେ ରଡ଼ ପଶିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ବଲାଙ୍ଗୀର ରେଳବାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ତଦନ୍ତରୁ ଜଣାପଡ଼ିବ ବୋଲି ରେଲୱେ ପୋଲିସ ସୂଚନା ଦେଇଛନ୍ତି।